ଖରା ଦିନ ମାନେ ଲଟ୍ସ ଅଫ୍ ଇରିଟେସନ୍, ବହୁତ ସାରା କମ୍ପ୍ଲେନ୍। ଭାଇ ରେ କି ଗରମ ହେଉଛି, ଏ ଗରମ କଥା ତ ପଚାରି ନା, ଲାଗୁଛି ଜଳିଯିବା ଆମେମାନେ ସବୁ। ଏତେ ସାରା କଥା ଭିତରେ କେବଳ ଗୋଟିଏ ସାଟିସ୍ଫ୍ୟାକ୍ସନ୍ ପଏଣ୍ଟ ହେଉଛି ମ୍ୟାଙ୍ଗୋଜ୍। ଦକ୍ଷିଣ ଏସିଆ ମାନେ ଭାରତ, ବାଂଲାଦେଶ, ମିଆଁମାରରେ ଦେଖାଯାଉଥିବା ଆମ୍ବକୁ ପାର୍ସିମାନେ ଖାଇ ଏହାର ବୀଜକୁ ସୁଦୂର ପୂର୍ବ ଆଫ୍ରିକାକୁ ନେଇଯାଇଥିଲେ ଏବଂ ଏହାପରେ ପର୍ତ୍ତୁଗୀଜମାନେ ବିଶ୍ୱର ଅନ୍ୟ ସ୍ଥାନକୁ ଯେମିତିକି ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ଫିଲିପାଇନ୍ସରେ ଆମ୍ବକୁ ନେଇ ସେଠାରେ ଲଗାଇଥିଲେ। ବିଶ୍ୱ ପ୍ରସିଦ୍ଧ ଆମ୍ବ ଭାରତର ଜାତୀୟ ଫଳକୁ ଭାରତରେ 1.23 ମିଲିୟନ ଏକର ଜମିରେ ଚାଷ କରାଯାଏ। ତା ସହିତ 1500 ପ୍ରଜାତିର ଆମ୍ବ ମଧ୍ୟ ଭାରତରେ ଦେଖିବାକୁ ମିଳେ। ପୁରା ଭାରତର ସମସ୍ତ ଫଳ ବଗିଚା ଠାରୁ 22% କେବଳ ଆମ୍ବ ହିଁ ଚାଷ କରାଯାଏ। ତେବେ ଖରାଦିନ ଆପଣମାନଙ୍କ ପାଇଁ କେଉଁ ଆମ୍ବ ଖାଇବା ପାଇଁ ଭଲ ଲାଗେ?